ତାମିଲନାଡୁରେ ଏକ ହାତୀର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ଫରେଷ୍ଟ ରେଞ୍ଜର। ହାତୀକୁ ବିଦାୟ ଦେବା ବେଳର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ମୁଦୁମାଲାଇ ଟାଇଗର ରିଜର୍ଭ ସାଦିଭାୟା ହାତୀ ଶିବିରରେ ଚିକିତ୍ସା ଚାଲିଥିବା ବେଳେ ଏହି ଫରେଷ୍ଟ ରେଞ୍ଜର ଜଣକ ଏହି ହାତୀର ଯତ୍ନ ନେଉଥିଲେ। ହାତୀକୁ ବଞ୍ଚାଇବା ପାଇଁ ବନ ବିଭାଗର କର୍ମଚାରୀମାନେ ଯଥାସମ୍ଭବ ପ୍ରୟାସ କରିଥିଲେ, କିନ୍ତୁ ହାତୀଟିର ଆଘାତ ଏତେ ଗୁରୁତର ଥିଲା ଯେ ତାକୁ ବଞ୍ଚାଇ ପାରିନଥିଲେ। ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ସେଥିରେ ଫରେଷ୍ଟ ରେଞ୍ଜରଙ୍କୁ ଖୁବ୍ କାନ୍ଦୁଥିବାର ଦେଖିବାକୁ ମିଳିଛି। ବନ କର୍ମଚାରୀ ଜଣକ ମୃତ ହାତୀର ଶୁଣ୍ଢକୁ ଧୀରେ ଧୀରେ ଆଉଁଛୁଛନ୍ତି, କିନ୍ତୁ ହାତୀ କୌଣସି ପ୍ରକାର ପ୍ରତିକ୍ରିୟା ନ ଦେଇ ଚିରନିଦ୍ରାରେ ଶୋଇପଡ଼ିଛି। ଭାରତୀୟ ବନ ସେବାର ଅଧିକାରୀ ରମେଶ ପାଣ୍ଡେ ନିଜ ଟ୍ୱିଟରରେ ଏହି ଭିଡ଼ିଓ ସେୟାର କରି ଲେଖିଛନ୍ତି, ତାମିଲନାଡୁର ମୁଦୁମାଲାଇ ଟାଇଗର ରିଜର୍ଭରେ ସାଦିଭାୟା ଶିବିରରେ ଏଭଳି ଅଶ୍ରୁଳ ବିଦାୟ ଦେବା ଖୁବ୍ ଇମୋସନାଲ କରିଛି। ଏହି ଭିଡ଼ିଓ କ୍ଲିପ୍ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ହଜାର ହଜାର ଲୋକଙ୍କୁ ଭାବବିହ୍ୱଳ କରିଦେଇଛି। ଟ୍ୱିଟରରେ ଏହି ଭିଡ଼ିଓକୁ 1 ଲକ୍ଷରୁ ଉର୍ଦ୍ଧ୍ୱ ଥର ଲୋକ ଦେଖିସାରିଛନ୍ତି।